ଶିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କୁ ରାଜ୍ୟ ସରକାର ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଘୋଷିତକୁ ନେଇ ଆଜି ଏକ ଭବ୍ୟ ସ୍ୱାଗତ କରିଥିଲେ ଶିମୁଳିଆବାସୀ। ବାଲେଶ୍ୱର ଜିଲ୍ଲାର ଆରମ୍ଭ ମଇତାପୁରଠାରେ ଅନେକ କର୍ମୀ ବିଧାୟକଙ୍କୁ ସ୍ୱାଗତ କରିବା ସହିତ ସାଂସଦ ଅଭିମନ୍ୟୁ ସେଠୀ ଏବଂ ଉଭୟ ବିଧାୟକଙ୍କୁ ଭବ୍ୟ ରାଲିରେ ପାଛୋଟି ନେଇଥିଲେ ଶିମୁଳିଆବାସୀ। ମାର୍କୋଣା ନ୍ୟାସନାଲ ହାଇୱେ ସଂକୀର୍ଣ୍ଣ ଗଳାପୋଲ ସମ୍ପ୍ରସାରଣ NH-16 ଓଭରବ୍ରିଜ ନିର୍ମାଣ ଅବସରରେ ଶୁଭ ଶିଳାନ୍ୟାସ କରିଛନ୍ତି ମାନ୍ୟବର ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଓ ମାନ୍ୟବର ଶିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା। ଏହି ଅବସରରେ ବିଧାୟକଙ୍କ ପ୍ରତିନିଧି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଡାକ୍ତର ଅଣୁମାଧବ ପଣ୍ଡା, ଯୁବନେତା ନୀଳମାଧବ ପଣ୍ଡା, ଶିମୁଳିଆ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଶିମୁଳିଆ ବ୍ଲକ ଉପାଧ୍ୟକ୍ଷ ହିମାଦ୍ରୀ ତନୟା ମହାପାତ୍ର, 40 ନମ୍ବର ଜୋନ୍ ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ, ମଣ୍ଡଳ ସଭାପତି ଅବିନାଶ ବେହେରା, ଆତ୍ମା କମିଟିର ଚେୟାରମ୍ୟାନ୍ ରମାକାନ୍ତ ପତି, ରମାକାନ୍ତ ପଡ଼ିଆରୀ ଓ ଶିମୁଳିଆ ଖଇରାର ବହୁ ବରିଷ୍ଠ ନେତୃବୃନ୍ଦ ପଦାଧିକାରୀ ଉପସ୍ଥିତ ଥିଲେ। ଆଜି ବହୁତ ଦିନ ପରେ ଆମର ଶିମୁଳିଆ ବାସୀ ଏକୁଟିଆ ନୁହେଁ, ଶିମୁଳିଆ, ବାସୁଦେବପୁର, ଔପଦା, ଖଇରା ଆଉ ଇଏ ଲୋକମାନେ ଅତ୍ୟନ୍ତ ଖୁସି। କାରଣ ହଉଛି ଆମର ଯୋଉ NH ର ଯୋଉ ଗୋଟେ ଥିଲା, ଏଠି ବ୍ରିଜ ନଥିଲା, ଏଠି ମଧ୍ୟ ସେ ଛୋଟିଆ ବ୍ରିଜଟା ଥିଲା, ଲୋକ ପଡ଼ିକି ତା ଦ୍ୱାରା ବି ବହୁତ ଜିନିଷ ମୃତ୍ୟୁବରଣ କରିଛନ୍ତି ଏବଂ ବହୁତ ସବୁଦିନ 8-10ଟା ଗାଡ଼ି ଆକ୍ସିଡେଣ୍ଟ ହଉଛି। ଆଉ ଆମର ଧର୍ମେନ୍ଦ୍ର ବାବୁଙ୍କର ତଥା ଆମର MPଙ୍କର ତଥା ଆମ ପ୍ରତାପ ଜେନାଙ୍କର ସହଯୋଗରେ ଆମେ ଏ ବ୍ରିଜର ଆମ ତାକୁ ନବୀକରଣ କରାହଉଛି। ବର୍ତ୍ତମାନ ଗୋଟେ ନୂଆ ବଡ଼ ବ୍ରିଜ ହବ, ଯାହାର ଲମ୍ବ ଓସାର ହବ 55 ଫୁଟ ନା 75 ଫୁଟ, ଲମ୍ବ ହବ ବୋଧେ 75 ମିଟର। ମିଟର ମିନ୍ସ ବୋଧେ 200 କେତେ ଫୁଟ ହବ। ତେଣୁ ଏ ବ୍ରିଜଟାକୁ ବହୁତ ଦିନ ଆମେ ଲାଗିଥିଲୁ କିନ୍ତୁ ବ୍ରିଜ କରିବା ପାଇଁ ସେମାନେ ଆମର ଶିମୁଳିଆବାସୀଙ୍କର ବଡ଼ ଦାବି ଥିଲା ଯେ ଲୋକଟିଏ ସାଧାରଣ ଲୋକ ଯାତାୟାତ କରିପାରୁନଥିଲେ, ହଇରାଣ ହଉଥିଲେ, ସାଇକେଲଟେ ବି ଯାଉନଥିଲା, ମୋଟର ସାଇକେଲଟେ ବି ଯାଉନଥିଲା, କାର ତ ବହୁତ ଗାଡ଼ି ଆକ୍ସିଡେଣ୍ଟ ହେଇକି ଲୋକ ବି ଆକ୍ସିଡେଣ୍ଟ ହେଇକି ମରିଲେଣି ତା ଭିତରେ। ଯାଉ ବହୁତ ଦିନ ପରେ ଆମର ଶିମୁଳିଆ, ଖଇରା, ଔପଦା ଏ ଲୋକଙ୍କର ସେମାନେ ଅତ୍ୟନ୍ତ ଖୁସି ଯେ ଏଠି ଗୋଟେ ନୂଆ ବ୍ରିଜ ତିଆରି ହଉଛି, ଯାହାର ବୋଧେ 60 କି 100 କୋଟି ଟଙ୍କା ତାର ଯେତେ ଅନୁମାନ, ତାର କଷ୍ଟ ପୁରା ଲମ୍ବା ହେଇକି ହବ ଏବଂ ଉତ୍ସାହ ମଧ୍ୟ ହବ ସେଇ ଅନୁସାରେ, ଯୋଉଥିପାଇଁ କି ଏଠି 4ଟା ଗାଡ଼ି ଏକା ସାଙ୍ଗେ ଯିବା ପାଇଁ ସେ ବ୍ରିଜଟି ହଉଛି। କେତେ ସମୟ ଲାଗିବ? ଶିମୁଳିଆରୁ ବନମାଳୀ ମହାକୁଡ଼ଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।